स्वयं भगवान नारायण आपण मानकर ये 10 अवतार भितर आद्य अवतार मत्स्य अवतार बोले मीन अवतार को ग्रहण कले प्रभु हेले माछर अवतार रे त्रिलोचन भगवान जो माछटी हेले से माछटा को माछ कहि परिबु सेटा बाढ़िया माछ होइतबो तू वो भालिया माछ भारी भल पाउ बोधे भारी भल पाउची हां घांस करूची बाणी आज मांस 10-12 पीस जोबे कहू सड़ी सीमा कौलिया अच्छी कौलिया अच्छी खाईदबा कथा भोक काली अनुष्ठान कोई भी टाणुआ कर दे कौलिया हेले जिन्न हबो ना बागे भगवान को माछ हेले कि रे रोही ठीक उत्तर देला ताले आउ 2 पीस काली बढ़ा जदि भगवान रोही माछ हेले आज्ञा आज्ञा से को रंगर रोही माछ हेले नाई ना सी बड़ा कहि परिबि ना को रंगर रोही माछ हेले प्रमाण देले आपनकर वैदेहिश विलास रे आज्ञा आज्ञा भंज सम्राट कवि सम्राट उपेन्द्र भंज प्रमाण देले आज्ञा 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 कोन कहिले जानछु कोन कहला रोहित ये रोहित लीला ये रोहित मूर्ति है रोहित रोहित लीला प्रवेश कले जा केड़े लंब माछर गोटे आकृति थो तो केते लंबा माछुटा हिथो लंबा मीटर कि 2 मीटर होइथबो मीटर 2 मीटर आउ तो मुंड से जाए आज्ञा कोन 1 किलोमीटर आगु प्रमाण देले ओडिया भागवत रे कपिलेश्वर ग्रामर महंत भगवान बड़ पंडानकर पुओ अति बड़ी जगन्नाथ दास कौन लिखिले सारे श्रीमद ओडिया भागवत 8म स्कंध कला 7 योजन तार लंब महाविशाल परिलंब महाविशाल परिलंब महाविशाल परिलंब योजन है माछटार 100 योजन गोटे योजन आज्ञा 4 माइल 4 माइल माइल को होची 2.8 किलोमीटर बा मैक्सिमम 3 किलोमीटर आज्ञा ताले योजन को 3 गुणन 4 समान 12 किलोमीटर 100 योजन 12 गुणन 100 माछटीर लंबा मात्र 1200 किलोमीटर अरे से माछ को जदि काटी खाइबो गोटे पंचायत तथा भी बोलिबो जहा सयदेव गोस्वामी गीत गोविंद रे प्रमाण दिले बोले प्रयपयोधिजने सुदमान शिवेद चरित्रम
বিহিতম মোহিত বিহিতম মোহিত বিহিতম মোহিত বিহিতম মোহিত বিহিতম কেশব ধূত মীন শরীর কেশব ছুত মীন শরীর জয় জগদীশ হরে জয় জগদীশ হরে মীন রূপକୁ ଧାରଣ କରି ଭଗବାନ ନାରାୟଣ ବୁଲଉ ବୁଲଉ ଲାଞ୍ଜଟାକୁ ଭୁଲେଇ ଦେଲେ ଧଇଲେ ଶଙ୍ଖାସୁରକୁ ଆଜ୍ଞା କହିଲେ ବେଇମାନ ତୁ ବ୍ରହ୍ମାଙ୍କର ବେଦ ବୁଦ୍ଧି ଚୋରି କରିଛୁ ଯେତେ ଶୀଘ୍ର ଆଣିକି ଦେ ନହେଲେ ଲାଞ୍ଜରେ ଚାପିକି ମାରିଦେବି ଶଙ୍ଖାସୁର କହିଲା ପ୍ରଭୁ ଏ ବେଦ ବୁଦ୍ଧି ମୋ ପାଖରେ ନାହିଁ ଆଉ ମତେ ଆମ ଗୁରୁଦେବ ଶୁକ୍ରାଚାର୍ଯ୍ୟ ଆଦେଶ ଦେଲେ ବୋଲି ମୁଁ ଚୋରି କରି ନେଇ ତାଙ୍କୁ ଦେଇଛି ଚୋରି ନ କଲେ ପାଠ ଭଲ ହବନି ନାଇଁ 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 ଶୁକ୍ରାଚାର୍ଯ୍ୟଙ୍କ ପାଖରେ ବେଦ ବୁଦ୍ଧି ରହିଲା ଭଗବାନ ନାରାୟଣ କଲେ ଯେତେ ଶୀଘ୍ର ଯା ଏ ବେଦ ବୁଦ୍ଧିକି ଯେତେ ଶୀଘ୍ର ପାରିବୁ ଆଣିକି ମତେ ଦେ ନହେଲେ ଅବସ୍ଥା ପୁରା ସିରିୟସ ତୋର ହେଇଯିବ ଚାଲିଗଲା ଶଙ୍ଖାସୁର ଆଜ୍ଞା 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 ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ଫେରାଦ ଦେଲା କହିଲା ଗୁରୁଦେବ ବହିଟା ଦେଇଦିଅ ନହେଲେ ମାଛ ମତେ ମାରିଦବ ମୋ ଜୀବନ ରହିବନି ସାର୍ ଗୁରୁ ଆପଣେ ମନା କଲେ କହିଲେ ନା ଯେତେବେଳେ ପୋଥିକୁ ନେଇ ଆସିଛି ଆଉ ଦବନି ନାଇଁ 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 ଶଙ୍ଖାସୁର କହିଲା ଯଦି ଦବନି ଉପରେ ପଡିଲେ ପ୍ରମାଦ ଗୁରୁ ବ୍ରାହ୍ମଣ ଶିର ଛେଦ ଗୁରୁ ବ୍ରାହ୍ମଣ ଶିର ଛେଦ ଯାହାକୁ ଓଡିଆ ଭାଗବତ ଲେଖିଛି କିନ୍ତୁ ତାର ଅର୍ଥକୁ ଯଦି ବ୍ୟୁତ୍ପତ୍ତିଗତ କରାଯାଏ ତାର କେତେ ସୁଦୂର ପ୍ରସାରୀ ଠିକ ନାହିଁ ସେଇ ଭାଗବତ କହିଲା ଯେ ହେବ ଆତ୍ମାର ବୈରୀ ଗୁରୁ ବ୍ରାହ୍ମଣ ହେଲେ ମାରି ଗୁରୁ ବ୍ରାହ୍ମଣ ହେଲେ ମାରି ଗୁରୁ ବ୍ରାହ୍ମଣ ହେଲେ ମାରି ଉପରେ ଯଦି ପ୍ରମାଦ ପଡିଲା ବିପଦ ପଡିଲା ଗୁରୁ ବ୍ରାହ୍ମଣ ବି ମାରିଲେ କିଛି ଦୋଷ ନାହିଁ ତାହେଲେ ଆମେ ଓଡିଆ ଭାଗବତକୁ ଆଉ ପଢିବାନି ଆଜ୍ଞା ଆଜ୍ଞା କାହିଁକି ହଁ ଏ କଣ ଛୋଟିଆ ବେଦ କି ନାଇଁ 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 ଓଡିଆ ପୁଅର ବେଦ ହେଲା ଓଡିଆ ଭାଗବତ ଆଜ୍ଞା ଆଜ୍ଞା ଏଇଥିପାଇଁ ପୁରା କବି କହିଲେ ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିଜ ଅଭ୍ୟାସ ଭାଗବତ ପରମ ଶାସ୍ତ୍ର এই ওড়িয়া ভাগবতরে লেখা যাইছি ব্রাহ্মণ মুখে মো আহার বিপদ খণ্ডই তাহার বিপদ খণ্ডই তাহার নারায়ণ কইলে যে ব্রাহ্মণକୁ খাইବାକୁ দিয়ে ବ୍ରାହ୍ମଣକୁ ଖାଇବାକୁ ଦେଲେ ମୁଁ ଆନନ୍ଦରେ ସେଇ ଖାଦ୍ୟକୁ ଗ୍ରହଣ କରେ ମୁଁ କୁଆଡେ ଶୁଣୁଛି କାଲି ପାଳିଟା ବିଜୟନାର ଅଛି 4 ଦିନରୁ ଦିନେ ତା ପାଳି ଅଭାବ କଣ ଝିଅ ଦିଟା ତ ବାହାଘର କରିଦେଲା ପୁଅ ବାହାଘର ହେଇଗଲା ପୁଅ ତ କଣ୍ଟ୍ରାକ୍ଟର ହେଇଗଲା ଆଜ୍ଞା 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 ମୁଁ ବର୍ଷା କରି କଣ ଶୁଣୁଛି ବିଜୟନା କାଲି କୁଆଡେ ମଟନ କରିକି ଦବ ମୋର ଯା ଆସେ ନାହିଁ ମୁଁ ତ ଆଇଁଷ ଛାଡିଛି କହିବାର କଣ ଅଛି ହଉ ପିଲାମାନେ ଖାଆନ୍ତୁ କହିବାର ଉଦ୍ଦେଶ୍ୟ ଆଜ୍ଞା ଆପଣ ନ ଖାଇଲେ ଆମେମାନେ ତ ଖାଇବୁ ମାଗିଦେଲା ଶୁକ୍ରାଚାର୍ଯ୍ୟଙ୍କୁ ମତେ ବ୍ରହ୍ମାଙ୍କର ବେଦ ବୁଦ୍ଧି ଶୁକ୍ରାଚାର୍ଯ୍ୟ ମନା କରିଦେଲେ ଶଙ୍ଖାସୁର କହିଲା ଯଦି ସାର ନଦବ ତମେ ମର୍ଡର ହବ ମତେ ଆଉ ଦୋଷ ଦବନି ମୁଁ ତ ମରିବି ତମେ କାହିଁକି ରହିବ ମୋ ପଛେ ପଛେ ଆପଣ ବି ମରିବେ ନିହାତି ମୁଁ ତମକୁ ଭଲ ପାଏ ତମେ ମତେ ଭଲ ପାଅ ଆଜ୍ଞା ଆଜ୍ଞା ଗାୟକ ରତ୍ନ ହରିନାଥ ମରି ଯାଇଥାନ୍ତି ଆଜ୍ଞା ଯେମିତି ନୃସିଂହତା ଶିଶିର ପାରି ଯୋଡି ସେମିତି ହରିନାଥ ଆଜ୍ଞା ନିରଞ୍ଜନ କରଉଛନ୍ତି ଦି ପ୍ରତିଦ୍ୱନ୍ଦୀ ଗାୟକ ଆଜ୍ଞା ପରସ୍ପରକୁ ଅତି ଭଲ ପାଆନ୍ତି ଆଜ୍ଞା ହରିନାଥଙ୍କର
ଆଜ୍ଞା ଦ୍ୱାଦଶ ବୋଲେ 12 ଦିନ ହଁ ସାରେ ଡକରା ଆସିଲା ନିରଞ୍ଜନ କରନ୍ତୁ। ଆଜ୍ଞା ବାପାଙ୍କର ଆପଣଙ୍କର ଯୋଡ଼ି ଗାୟକ ଥିଲେ, ବାପା ତ ଚାଲିଗଲେ। ଆଜ୍ଞା 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 ଆପଣ ଆସିବେ ବାପାଙ୍କର ଶୁଦ୍ଧକ୍ରିୟା ଅବସରରେ ପାଲା ଟିକେ ଗାଇବେ। ଗାଇବେ 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 ନିରଞ୍ଜନ କରଙ୍କର ଆଖିରେ ଆଖିଏ ଲୁହ ମଞ୍ଚ ଉପରେ ଠିଆ ହେଇଛି। ଆଜ୍ଞା 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 କହିଲା ତମେ ଏଡେ ସ୍ୱାର୍ଥପର ନାଥେ, ହଁ ମତେ ଛାଡିକି ତମେ ଚାଲି ଯାଇ ପାରିଲ। ଗଲ ଯେଣୁ ସେ ପାରିରେ ମଞ୍ଚ ତିଆରିବ, ମୁଁ ଗଲେ ତୁମ୍ଭ ସାଥେ ବାଦ ପାଲା ହେବ। ହିସାବ କରନ୍ତୁ କେତେ ଆତ୍ମର ଉତ୍ସର୍ଗ। ଆଜ୍ଞା 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 କହିଲେ ଆଗରେ ଯାଇଛ ଯେତେବେଳେ ହଁ ଉପରେ ପେଣ୍ଡାଲ ତିଆରି କରିକି ଅପେକ୍ଷା କର, ହଁ ଆଉ ଅଳ୍ପ ଦିନ ପରେ ତମ ପଛେ ପଛେ ମୁଁ ଚାଲିଯିବି। ଦି ଜଣ ଯାକ ଏକା ହେଇକି ଆର ପାରିରେ ବାଦ ପାଲା କରିବା। ଶଙ୍କାଚୂଳ ଉତ୍ତର ଦେଲା, କହିଲା ମୁଁ କାହିଁକି ଏକା ଯିବି, ନାଇଁ 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 ଆଗ ତମକୁ ପଠେଇ ଦେବି, ହଁ ତାପରେ ଇଏ ମତେ ମାରିଦବ ନାରାୟଣ, ଆମେ ସାଙ୍ଗ ହେଇକି ରହିବା। କିଏ ମରିବାକୁ ଭଲ ପାଏ ଆଜ୍ଞା? ନା ଜୀବନରେ ମରିବାକୁ କିଏ ଭଲ ପାଏ? ଶୁକ୍ରାଚାର୍ଯ୍ୟ ବହିଟିକି ଦେଲେ, ହଁ ସାରେ ମାତ୍ର ଗୋଟିଏ ପୃଷ୍ଠା ଚିରିଲେ। ଗୋଟିଏ ବିଦ୍ୟାକୁ ଚୋରି କରି ଆଜ୍ଞା 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 ଆଉ ସବୁ ବିଦ୍ୟାକୁ ପ୍ରଦାନ କରିଦେଲେ ଶଙ୍ଖାସୁର। ସେଇ ବହି ବୋଲନ୍ତେ ପୃଷ୍ଠାରେ ଆଜ୍ଞା 4ଟା ବିଦ୍ୟା ଥିଲା। 4 ବିଦ୍ୟା। ଏକ ହେଲା ମୃତ୍ୟୁ ସଞ୍ଜୀବନୀ, ଏକ 2 ହେଲା ବିଭୂତି ବିଦ୍ୟା, 3ରେ ହେଲା ଅଗ୍ନି ବିଦ୍ୟା, 4ରେ ହେଲା ମାୟା ବିଦ୍ୟା। এই 4ଟା ବିଦ୍ୟା ଗୋଟିଏ ବିଦ୍ୟା ପାଖରେ ରଖି ଶୁକ୍ରାଚାର୍ଯ୍ୟ 3ଟା ବିଦ୍ୟାକୁ ନିଜ ଶିଷ୍ୟମାନଙ୍କୁ ବାଣ୍ଟିଲେ। କୋଉ ବିଦ୍ୟାଟା ନିଜ ପାଖରେ ରଖିଲେ? ଆଜ୍ଞା ଦେଖିବା କୋଉ ବିଦ୍ୟାଟା। ନାମ ହେଲା ମୃତ୍ୟୁ ସଞ୍ଜୀବନୀ, ଗୋଟି ତାର ଜୀବର ଧନ ରଖିଦେଲେ ଗୁରୁ ନିଶ୍ଚୟ ଧନ୍ୟରେ ଓଳିଆ ସବୁ ଆପଣ ମାନଙ୍କର ପ୍ରମାଣ ଦେଲେ କବି। ସଞ୍ଜୀବନୀ ମନ୍ତ୍ରକୁ ଗୁରୁଦେବ ନିଜ ପାଖରେ ରଖିଲେ। 2ରେ ହେଲା ଆପଣ ମାନଙ୍କର ମାୟା ବିଦ୍ୟା। ଆଜ୍ଞା ଆଜ୍ଞା ସତ୍ୟ ଯୁଗରେ ମାୟା ବିଦ୍ୟା ନେଲା ଜଣେ। ଆଜ୍ଞା ସେ ଜଣକ କିଏ? ତ୍ରେତୟା ଯୁଗରେ ମାୟା ବିଦ୍ୟା ନେଲା ଜଣେ। ଦ୍ୱାପର ଯୁଗରେ ମାୟା ବିଦ୍ୟା ନେଲା ଜଣେ। କଳି ଯୁଗରେ ମାୟା ବିଦ୍ୟା ନବ ଜଣେ। ଜଣେ ଜଣେ ଜଣେ। ସତ୍ୟ ଯୁଗରେ ମାୟା ବିଦ୍ୟା କିଏ ନେଲା? କିଏ ସେ ନେଲେ ଆଜ୍ଞା? କହିଲା ସତ୍ୟମୟ ଦାନବ ଯେ ମାୟା ବିଦ୍ୟା ନେଲା ଜୀବ। କହିଲା ତ୍ରେତୟାରେ ଇନ୍ଦ୍ରଜିତ ପାଶରେ ରହିଲା। ଦ୍ୱାପରରେ ଶୁମ୍ଭାସୁର ରଖିଲା ତା ପାଶ। ସତ୍ୟ ଯୁଗରେ ବିଦ୍ୟାକୁ ନେଲା ମୟ ଅସୁର। ତ୍ରେତୟା ଯୁଗରେ ମାୟା ବିଦ୍ୟା ରଖିଲା ଇନ୍ଦ୍ରଜିତ। ଲକ୍ଷ୍ମଣକୁ ଶକ୍ତି ଭେଦ କଲା। ଦ୍ୱାପର ଯୁଗରେ ମାୟା ବିଦ୍ୟାକୁ ନେଲା ସମ୍ବରାସୁର। ମାୟାରେ ରତିକି ରଖିଲା। କଳି ଯୁଗରେ ମାୟା ବିଦ୍ୟା ଅଛି ଜଣଙ୍କ ପାଖରେ। ଆଜ୍ଞା ସେ ଜଣକ କିଏ ସାରେ? ସେ ମାୟା ବିଦ୍ୟାଟି କହିଲେ ଆଜ୍ଞା
ମୋ ମା ମାନେ ମୋ ଉପରେ ରାଗିବେ। ନା ମୋ ସତ କଥା କହିଲେ ରାଗିବେ କାହିଁକି? କଳିରେ ମାୟା ବିଦ୍ୟା କିଏ ନେଇଛି ମା? କିଏ? ମୁଁ କହୁନି ଆଜ୍ଞା ବାଇଆ ବାବା ବାଇଆ ଗୀତାର ପଦେ କହିଲି। ଆଜ୍ଞା 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 କହିଲା ମାଟି ମୋ ହସ୍ତେ ଧରାଇ ଦେଲା କାଳ ନାଗୁଣୀ ମାଇ ପରୁ ପରେ ମୋ ଗଛ ଚେର ପକାଏ ହାଣି ପକାଏ ହାଣି ପକାଏ ହାଣି ପକାଏ ହାଣି। ସିଏ ହଉଛି ତୋ ସ୍ତ୍ରୀ। ହଁ ସ୍ତ୍ରୀଟି ହଉଛି କାଳ। ହେ ଭଗବାନ ଆଗରୁ ମୁଁ ଜାଣିଥାନ୍ତି ବୋଲେ ଏମିତି ବିବାହ ହେଇନଥାନ୍ତି କି ତାକୁ ପାଖକୁ ଆଣି ନଥାନ୍ତି। ଆରେ ଶୁଣ ଆଜ୍ଞା କୁହନ୍ତୁ। ନାରୀର ରୂପ ହେଲା ତିନିଟା। ତିନିଟା ରୂପ? ଗୋଟିଏ ମା, ମା, ଗୋଟିଏ ଭଉଣୀ ଆଉ ଗୋଟିଏ ସ୍ତ୍ରୀ। ହଁ ଯଦି ସାରେ ତିନିଟା ରୂପ ହେଲା କେତେବେଳେ କେତେବେଳେ କୋଉ ରୂପ ସେ ଧରେ? ମା ରୂପରେ ସେ ପାଳେ, ମା ରୂପରେ ଜନ୍ମ ଦିଏ। ହଁ ଭଉଣୀ ରୂପରେ ପାଳେ ହଁ ଆଉ ସ୍ତ୍ରୀ ରୂପରେ କାଳ ହୋଇ କାଳୀ ରୂପକୁ ଧାରଣ କରି ସଂହାର କରେ। ତେଣୁ କାଳ ଶବ୍ଦରୁ ଆସିଛି କାଳୀ, ଆଜ୍ଞା ଆଜ୍ଞା ଯାହାକୁ ଏଇ ମାଟିର ପୁଅ ଭକ୍ତ ଚରଣ ଦାସ କହିଲେ। ହଁ କହିଲେ ଯାହାକୁ ତୁ ବିଭାଇ ହେଲୁ ଶାଢ଼ୀ ଶଙ୍ଖା ଦେଇ ତୋତେ ଖାଉଅଛି କାଳର ଯାହାକୁ ତୁ ଶାଢ଼ୀ ଶଙ୍ଖା ଦେଇଛୁ ସେଇ ତୋର ପ୍ରଳୟର ପଥଗାମିନୀ।